ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ପାଳିତ ହେଲା ବିଜେଡିର ପ୍ରତିଷ୍ଠା ଦିବସ। ବିଜେଡି ଗଠନ ହେବା ପରଠାରୁ ଲଗାତାର ଭାବରେ ନିର୍ବାଚନ ଜିତି 24 ବର୍ଷ ଧରି ଏକ ଲମ୍ବା ସମୟର ଶାସନ ଡୋରିକୁ ଅକ୍ତିଆର କରି ରଖିଥିଲା। ବିଜେଡିର ଶାସନ କାଳ ମଧ୍ୟରେ ଓଡ଼ିଶାରେ ବିକାଶର ଛାୟା ସୃଷ୍ଟି ହୋଇଥିଲା। ଅନେକ କିଛି ପରିବର୍ତ୍ତନ ହୋଇ ଓଡ଼ିଶା ରାଜ୍ୟ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚୟ ପାଇଥିଲା। ବିଜେଡିର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶତାର ଚିତ୍ର ଏବେ ବି ସାଧାରଣ ଜନତାଙ୍କ ପାଖରୁ ଲିଭିଯାଇ ନାହିଁ। ବିଜେଡି ଦଳକୁ ଶକ୍ତ କରି ଗଢ଼ି ତୋଳିବା ଏବଂ ଦୀର୍ଘ 24 ବର୍ଷ ଧରି ଶାସନ ଗାଦିରେ ରହିବା ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ଭବ ବୋଲି ଦଳୀୟ ଛାମୁଆ ନେତାମାନେ ପ୍ରକାଶ କରିଛନ୍ତି। କଥା କମ୍ କାମ ବେଶୀର ମନ୍ତ୍ରରେ କାମ ଉପରେ ଗୁରୁତ୍ୱ ଦେଇ ବିକାଶର ସ୍ୱପ୍ନ ଦେଖୁଥିବା ନବୀନ ପଟ୍ଟନାୟକ 24 ବର୍ଷ ପରେ ସରକାରରୁ ବଞ୍ଚିତ ହୋଇଛନ୍ତି। ଲୋକପ୍ରିୟତା ଥିବା ସତ୍ତ୍ୱେ ବି ଆସନ ସଂଖ୍ୟାକୁ ନିଜ ଆୟତ୍ତକୁ ନେଇ ନ ପାରି ଖୁବ୍ କମ୍ ବ୍ୟବଧାନରେ ସରକାର ଗଢ଼ିବାରେ ବିଫଳ ହୋଇଛନ୍ତି। ସେହି ବିଜେଡିର 28ତମ ପ୍ରତିଷ୍ଠା ଦିବସ ଖୁବ୍ ମହାସମାରୋହରେ ସାରା ରାଜ୍ୟରେ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର କଲ୍ୟାଣ ମଣ୍ଡପ 2 ଠାରେ ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ଭାଇସ୍ ଚେୟାରମ୍ୟାନ୍ ଗୌତମ ତାଣ୍ଡି, ବଡ଼େନ ବିଜୁ ଜନତା ଦଳର ସଭାପତି ଲୋକନାଥ ଛତ୍ରିଆ, ଜିଲ୍ଲା ସଭାପତି ସରସ୍ୱତୀ ବାଗଙ୍କ ସହିତ ଅନେକ ଦଳୀୟ କର୍ମୀ ଯୋଗ ଦେଇଥିଲେ। ସଭାର ଆୟୋଜନ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦୀପ ସହିତ ପୂଜାପାଠ କରାଯାଇଥିଲା। ପ୍ରତିଷ୍ଠା ଦିବସର ମହାମିଳନ ପର୍ବରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିଜେଡିର 28ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଦଳୀୟ କର୍ମୀଙ୍କ ସମାଗମରେ କଲ୍ୟାଣ ମଣ୍ଡପରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଯାଇଥିଲା। ଦଳୀୟ କର୍ମୀଙ୍କ ସହିତ ବିଜେଡିକୁ ଭଲ ପାଉଥିବା ସାଧାରଣ ଜନତା ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ। ବିଜେଡି ଓଡ଼ିଶା ସରକାର କ୍ଷମତାରୁ ହଟିଯାଇଥିଲେ ମଧ୍ୟ ପୂର୍ବରୁ ସବୁ ସମୟରେ ଲୋକଙ୍କ ପାଖରେ ଯେମିତି ରହିଆସିଥିଲା, ଆଜି ବି ସଦାସର୍ବଦା ଲୋକଙ୍କ ପାଖରେ ରହିଥିବ ବୋଲି ସଭାରେ ଆଲୋଚନା ହୋଇଥିଲା। 4.5 କୋଟି ଓଡ଼ିଆଙ୍କ ଭଲ ପାଇବା ଏବେ ବି ବିଜେଡି ଉପରେ ରହିଛି। ସେହି ଓଡ଼ିଆଙ୍କ ଭଲ ପାଇବା ବିଜେଡିକୁ ଶକ୍ତି ଯୋଗାଉଥିବା ବେଳେ ଲୋକମାନଙ୍କ ସେବାରେ ରହିବାକୁ ଚେଷ୍ଟା ରହିଥିବ ବୋଲି ବିଜେଡିର ଛାମୁଆ ନେତାମାନେ ପ୍ରକାଶ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।